ଆଜିର ଗୁରୁ ପୂର୍ଣ୍ଣିମା ପର୍ବରେ ମୁଁ ଆପଣଙ୍କୁ ଜଣାଇ ଦେବାକୁ ଚାହେଁ ଯେ ଭଗବାନଙ୍କର ନୂତନ ଅବତାର ହେବାକୁ ଯାଉଛି। ଯେବେ ଯେବେ ଦୁଷ୍ଟତା ବଢ଼ିଥାଏ ସେବେ ସେବେ ଦେଶ କାଳର ପରିସ୍ଥିତି ଅନୁରୂପ ଭଗବାନ ଅବତାର ରୂପେ ଜନ୍ମଗ୍ରହଣ କରନ୍ତି। ଆଜି ଆସ୍ଥାଗୁଡ଼ିକରେ ଜନଜନଙ୍କ ମଧ୍ୟରେ ଅସୁର ପ୍ରବେଶ କରିଯାଇଛି। ଅବତାରର ଏକ ରୂପ ଆଜିକୁ 2550 ବର୍ଷ ପୂର୍ବେ ଆସିଥିଲା। ତାହା ଥିଲା ବୁଦ୍ଧଙ୍କ ରୂପରେ, ବିଚାରଶୀଳତା ରୂପରେ। ସେହି ପ୍ରଜ୍ଞାର, ବିବେକର, ବିଚାରର ଝଡ଼ ଏବେ ପୁଣି ଥରେ ଆସିଛି। ତାହା ହେଉଛି ଗାୟତ୍ରୀ ମନ୍ତ୍ର, ଋତୁମ୍ଭରା ପ୍ରଜ୍ଞା ରୂପରେ। ଏବେ ଯେଉଁ ବିଚାର କ୍ରାନ୍ତି ଆସୁଛି ତାହା ଯୁଗଶକ୍ତି ଗାୟତ୍ରୀ ଅଟେ। ଏହା କେବଳ ହିନ୍ଦୁସ୍ତାନର ନୁହେଁ, ସମଗ୍ର ବିଶ୍ୱର। ନୂତନ ବିଶ୍ୱର ମାଇକ୍ରୋ ଫିଲ୍ମ ଏହା ମଧ୍ୟରେ ଲୁଚି ରହିଛି। ପରମ ପୂଜ୍ୟ ଗୁରୁଦେବ ଅଖଣ୍ଡ ଜ୍ୟୋତି, ଅକ୍ଟୋବର 2010, ପୃଷ୍ଠା ସଂଖ୍ୟା 21। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।